ରୁଟି ଗୋଟେ ଦେଇଦିଅ ନା 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 ଦିଟା ଦେଇଦିଅ। ଆରେ ଦିଟା କଣ କରିବୁ? ତୁ ରହୁନୁ ଦେଖୁ। ଆରେ ରହିଲୁ ରହିଲୁ, ସିଏ କଣ ଆସିছে ଏଇଠି? ତୁ ଚାଲ ରେ। ଆରେ ଶୁଭମ ନେ। ଆରେ ଏଗୁଡା କଣ ଦରକାର ଥିଲା ଆଣିବା? ଧରେ ରୁଦ୍ର ନେ। ଆରେ କଣ ହେଲା ରେ? ଶୁଣ, ତୁ କଣ ଜାଣିନୁ ତାଙ୍କର ଆମର ଛୋଟ ଜାତି ବୋଲି? ତୁ ଆହୁରି ତା ସହିତ ମତେ ବସେଇକି ଖୁଆଉଛୁ। ଆବେ ତୁ କୋଉ ଯୁଗରେ ଅଛି କହିଲୁ? ଆଉ ଏବେ କଣ ଜାତି ଧର୍ମ କଣ କିଛି ଅଛି ଆଉ? ତୁ କଣ ଜାଣିଛୁ କହିଲୁ? ଖାଲି କଣ ମୁଁ କହୁଛି, ଚାରିଆଡେ ତୁ ଜାତି ଧର୍ମ ବିଷୟରେ କଥା ପଡୁଛି। ଏ ରୁଟି ତୁ ଖାଇବୁ ନା? ତୁ କଣ ଜାଣିଛୁ ଏ ରୁଟି ଆମେ ଯୋଉ ଦୋକାନରୁ ଆଣିଛୁ ତାର କଣ ଜାତି ତୁ ଜାଣିଛୁ? ଏ ରୁଟି କଣ ଯିଏ ବନେଇଛି ତା ଜାତି କଣ ତୁ ଜାଣିଛୁ? ତା ସହିତ ବସିକି ଖାଇଲେ ତୋର କଣ ଛୁଆଁ ହେଇଯାଉଛି? ବାଃ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ହେଉଛନ୍ତି ଏକ, ଆମ ରକ୍ତ ହେଉଛି ଏକ। ଯେଉଁଠି ପ୍ରତିବର୍ଷ ଜଗନ୍ନାଥଙ୍କ ପାଇଁ ଦାସିଆ ବାଉରୀରୁ ନଡ଼ିଆ ଆସେ, ଯେଉଁଠି ମହାପ୍ରଭୁ ଜଗନ୍ନାଥ ଦେଖୁନାହାନ୍ତି ଜାତି ଧର୍ମ କ'ଣ, ସେଠି ଆମେ ତଛ ମଣିଷ କିଏ? ସାଙ୍ଗ ମୋର ଭୁଲ ହେଇଯାଇଛି ରେ, ଚାଲ ମିଶିକି ଖାଇବା। ଆରେ ଭାଇ ଏବେ ତ ନାଇଁ ଖା। ଆରେ ତୁ ତୋର ଖା, ମୁଁ ଯାଉଛି ଶୁଭମ ସହିତ ଖାଇବି। ସତରେ କ'ଣ ଜାତି ଧର୍ମ ବର୍ଣ୍ଣ ହିଁ ହେଉଛି ମଣିଷର ସବୁଠୁ ବଡ଼ ପରିଚୟ?